ଆପଣ ହୁଏତ ଲଙ୍କା ଖାଇବାକୁ ଭଲ ପାଉଥିବା ଅନେକ ଲୋକଙ୍କୁ ଦେଖିଥିବେ, କିନ୍ତୁ ଆପଣ କେବେ ଲଙ୍କା ଖାଉଥିବା ମାଛ ବିଷୟରେ ଶୁଣିଛନ୍ତି କି? ଚୀନର ଏକ ପୋଖରୀ ଅଛି ଯେଉଁଠାରେ ପ୍ରତିଦିନ ମାଛକୁ 5,000 କିଲୋ ଲାଲ ଲଙ୍କା ଖାଇବାକୁ ଦିଆଯାଏ। ହଁ ଆଜ୍ଞା, ଆପଣ ଠିକ୍ ଶୁଣିଲେ। ଇଣ୍ଟରନେଟ୍ରେ ହଇଚଇ ସୃଷ୍ଟି କରିଛି ଏହି ପୋଖରୀ। ଏବେ ଆସନ୍ତୁ ଏହି ପୋଖରୀ ବିଷୟରେ ଅଧିକ ଜାଣିବା। ଚୀନର ହୁନାନ ପ୍ରଦେଶରେ ଥିବା ଚାଙ୍ଗସାରେ 10 ଏକର ବିଶିଷ୍ଟ ଏକ ମାଛ ପୋଖରୀ ଅଛି। ଏହି ପୋଖରୀରେ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି, କାରଣ ଏଠାରେ ମାଛମାନଙ୍କୁ ପ୍ରତିଦିନ ବିଭିନ୍ନ ପ୍ରକାରର ଲାଲ ଲଙ୍କା ଖାଇବାକୁ ଦିଆଯାଉଛି। ରିପୋର୍ଟ ଅନୁଯାୟୀ ଏହି ପୋଖରୀ 2 ଜଣ ବ୍ୟକ୍ତିଙ୍କ ଦ୍ୱାରା ପରିଚାଳିତ। 40 ବର୍ଷୀୟ ଅଭିଜ୍ଞ ମାଛ ଚାଷୀ ଜିଆଙ୍ଗ ସେଙ୍ଗ ଏବଂ ତାଙ୍କ ସ୍କୁଲ ବେଳର ବନ୍ଧୁ କୁଆଙ୍ଗ କେ ଏହି ମାଛ ଚାଷ କରୁଛନ୍ତି। ଉଭୟ କୁହନ୍ତି ଯେ ପୋଖରୀରେ 2,000ରୁ ଅଧିକ ମାଛ ଅଛନ୍ତି ଏବଂ ଏହି ମାଛମାନେ ପ୍ରତିଦିନ ପ୍ରଚୁର ପରିମାଣରେ ଲଙ୍କା ଖାଆନ୍ତି। ରିପୋର୍ଟ ଅନୁଯାୟୀ ମାଛଗୁଡ଼ିକ ମଣିଷ ପରି ଲଙ୍କା ଖାଉଛନ୍ତି। କୋର୍ନ ପେପର ଏବଂ ମିଲେଟ୍ ଲଙ୍କା ଖାଇବା ଦ୍ୱାରା ମାଛ ଶରୀରର ଆକୃତି ଉନ୍ନତ ହୁଏ, ମାଂସ ସ୍ୱାଦିଷ୍ଟ ଏବଂ ନରମ ହୁଏ। ଏପରି ମାଛର ଶରୀର ସୁନେଲି ରଙ୍ଗ ଦେଖାଯାଏ। ଆରମ୍ଭରେ ମାଛଗୁଡ଼ିକ ଲଙ୍କା ଖାଉନଥିଲେ, କିନ୍ତୁ ବର୍ତ୍ତମାନ ସେମାନେ ଘାସ ଅପେକ୍ଷା ଲଙ୍କା ଅଧିକ ଖାଉଛନ୍ତି। ମାଛ ଚାଷୀ ଜିଆଙ୍ଗ କହିଛନ୍ତି ଯେ ମାଛଗୁଡ଼ିକ ସ୍ୱାଦ ଅପେକ୍ଷା ଗନ୍ଧକୁ ବାରି ଖାଦ୍ୟ ଚିହ୍ନଟ କରନ୍ତି। ଲଙ୍କାରେ ଥିବା ଭିଟାମିନ୍ ଏବଂ କ୍ୟାପସାଇସିନ୍ ମାଛ ପାଇଁ ଲାଭଦାୟକ ହୋଇଥାଏ। ଲଙ୍କା ଖାଇବା ଦ୍ୱାରା ମାଛଗୁଡ଼ିକ ପାଚନ ପ୍ରକ୍ରିୟା ଉନ୍ନତ ହୁଏ, ରୋଗ ସହିତ ଲଢ଼ିବାର କ୍ଷମତା ବୃଦ୍ଧି ହୁଏ, ଏପରିକି ପରଜୀବୀଗୁଡ଼ିକ ମାଛଙ୍କ ଶରୀରରେ ଲାଗି ରହିବାରୁ ଦୂରେଇ ରୁହନ୍ତି। ତେଣୁ ମାଛମାନଙ୍କ ଖାଦ୍ୟ ପାଇଁ ଲଙ୍କା ଏକ ଶସ୍ତା ଏବଂ ସବୁଠାରୁ ପୁଷ୍ଟିକର ବିକଳ୍ପ ପାଲଟିଛି। ସ୍ଥାନୀୟ ଚାଷୀମାନେ ସେମାନଙ୍କର ବଳକା କିମ୍ବା ନଷ୍ଟ ହୋଇଯାଇଥିବା ଲଙ୍କାକୁ ପୋଖରୀ ମାଲିକଙ୍କୁ ମାଗଣାରେ ଦେଇଥାନ୍ତି। ଏହି ଖାସ୍ ପୋଖରୀ ଇଣ୍ଟରନେଟ୍ରେ ଭାଇରାଲ ହେବା ପରେ ଅନଲାଇନ୍ରେ ଭିନ୍ନ ଭିନ୍ନ କମେଣ୍ଟ ଆସୁଛି। ଏବେ ସ୍ଥାନୀୟ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି ଏହି ପୋଖରୀ ଏବଂ ଅନେକ ଲୋକ ଏଠାକୁ ମାଛ ଚାଷ କରିବାକୁ ଆସୁଛନ୍ତି।